जय जगन्नाथ पिले माने आज आम दशम साहित्य बही राघव लंका यात्रा अनुकूल विषय टी आलोचना करवा खुशी लगे पढ़ा तुम्हें समस्ते ये विषय टी पढ़ेला तुम साहित्य बही द्वितीय पद्यटी जो पाखे खोलिकी रख बहीटा खोलिक रखिले मु पढ़े तुम से देखुव क्लियर ये राघव लंका यात्रा अनुकूलटी ये जो कविताटी आमर वैदेहीश विलास कवि सम्राट उपेन्द्र भंजक कवि सम्राट उपेन्द्र भंजकर उपेन्द्र भंज कवि सम्राट उपेन्द्र भंजक वैदेहीश विलास वैदेहीश विलास एक काव्य काव्यर वैदेहीश विलास 40तम छांद 40तम छांद 1 ରୁ 15 पद तम बही दिखाई कवि सम्राट उपेन्द्र भंजकर वैदेहीश विलास 40तम छांद 40तम छांद यहाँ तुम आसला ये 40तम छांद टोटाल पिले 62 पद अच्छी प्रथम 15टी पद तुम पाठ्यपुस्तक दिखाई कवि सम्राट उपेन्द्र किए आगे देखा तुम ये होती गंजाम जिलार घुमुसर निकटस्थ कुलालगढ़ ये घुमुसर राजवंशी कुलालगढ़ घुमुसर पाखे ये जड़े राजवंशर जन्मित राजा जड़े यांकर बापांग ना हूँ नीलकंठ भंज जेजंग ना हूँ धनंजय भंज है ये 1670 मसीह जन्मग्रहण करते विभिन्न गवेषक मैंने कहते किंतु प्रकृत केते मसीह जन्मग्रहण करते आज पर्यंत सठिक मिल पारि ना किए 1675 किए 1660 किए 1680 कहते ठीक आकुरेट मिली तथापि सर्व किसी लोक 1670 बोली धरी नहीं 1670 जन्म होते 1720 मृत्यु होता बोली धरा जाऊँगी 50 वर्ष बंधे क्लियर ताले कवि सम्राट उपेन्द्र भंज बहुत काव्य लिखी कौन ना लावण्यवती रसिक हारावली कोटि ब्रह्मांड सुंदरी प्रेम सुधा निधि बहुत 52 काव्य लिखिं रसपंचक सुभद्रा परिणय सब सहर आरंभ होती वैदेहीश विलास सब बर आरंभ होती आद्य अक्षर बर सब तुम ये प्रथम पद 15टा सब बर लिखाई सब वैदेहीश विलास 52टी छंद 52टा वैदेहीश विलास 52टी छंद अच्छी तुम ये 40तम छंद है 40तम छंद प्रथम 15टी पद तुम दि जाए पाठ्यपुस्तक दिखाई ताले घुमुसर निकटस्थ भंजनगर पाख घुमुसर निकटस्थ कुलालगढ़ ठारे जन्म होते 1670 मसीह बापा ना नीलकंठ भंज आउ जेजंग ना धनंजय भंज ये निजे कवि सम्राट उपाधि पाई कवि सम्राट उपेन्द्र भंज टिके पढ़ा पूर्व टिके अल्प कहीदे ये एते काव्य रचना करिबार लक्ष्य कहीं कले पिले मन रखी था कहीदे खाली जोड़िए कारण एक कारण
କାହିଁକି କାବ୍ୟ ରଚନା କରି ମନ ବଳାଇଲେ? ଏକ ଆଙ୍କଠାରୁ ରାଜସିଂହାସନ ଛଡିଆଗଲା, ନିଆ କଳି କରି ଭାଇମାନେ ନେଇଗଲେ, ରାଜସିଂହାସନ ପାଇଲେନି। ବଡ ପୁଅ ନୀଳକଣ୍ଠଙ୍କର ବଡ ପୁଅ ରାଜା ହେବା କଥା, କିନ୍ତୁ ରାଜା ହେଇପାରିଲେନି, ରାଜସିଂହାସନ ଛଡେଇ ନେଇଗଲେ। ମନରେ ବଡ ଦୁଃଖ ଆସିଲା। ଦ୍ୱିତୀୟ କଥା ପିଲେ, ୟାଙ୍କର କମ ବୟସରେ ବିବାହର ଅତି କମ 2-4 ବର୍ଷ ଭିତରେ ତାଙ୍କ ସ୍ତ୍ରୀଟି ମରିଗଲେ। ତାହେଲେ ଏପଟେ ରାଜସିଂହାସନ ଚାଲିଗଲା, ରାଜ୍ୟ ଚାଲିଗଲା, ଏପଟେ ସ୍ତ୍ରୀ ଚାଲିଗଲେ। ଏଇ ବଡ ଦୁଃଖରେ ମ୍ରିୟମ୍ରାଣ ହୋଇକିରି ସେ ଗଲେ କଣ ନା ଆମର ଯୋଉ ଓଡଗାଁ ରଘୁନାଥ ମନ୍ଦିର, ଓଡଗାଁ ରଘୁନାଥ ମନ୍ଦିରରେ ବସିକିରି ରାମ ତାରକ ମନ୍ତ୍ର ପ୍ରସାଦେ ମୋହର କବି ପଣଉଦେ କହିଛନ୍ତି। ରାମ ତାରକ ମନ୍ତ୍ର ପାଠ କରିଛନ୍ତି, ତାଙ୍କର କବି ଭାବ ଉଦ୍ରେକ ହେଇଛି, ଜାତ ହେଇଛି, ରଚନା ଆରମ୍ଭ ଲେଖିଛନ୍ତି ସବୁ ହେଲା। ଏ ହଉଛି ବିଷୟବସ୍ତୁ। ତା ପୂର୍ବରୁ ଏତିକି କଥା କହିଲି। ଦେଖ ରାଘବଙ୍କ ଲଙ୍କାଯାତ୍ରାଙ୍କ ଯୋଉ ବିଷୟବସ୍ତୁଟି ପିଲେ, ତାହେଲେ ଏଠି ବୁଝ ସୀତା ଚୋରି ଯାଇଛନ୍ତି, ସୀତାଙ୍କୁ ନେଇଯାଇଛନ୍ତି, କିଏ ରାବଣ ନେଇଯାଇଛି, ନେଇକିରି ଲଙ୍କାରେ ରଖିଛି। ଲଙ୍କାରେ ରଖିଲେ ଖବର ପାଇଛନ୍ତି, ଜଟାୟୁ କହିଛି, ଆଉ ଗୋଟିଏ ବଗଟିଏ କହିଛି, ଏଇ ଖବର ପାଇଛନ୍ତି। ଖବର ପାଇକିରି ସୈନ୍ୟ ସାମନ୍ତ ଧରିକିରି ଲଙ୍କା ଯିବେ। ଲଙ୍କା ଯିବେ ଯେତେବେଳେ ଶ୍ରୀଲଙ୍କା ବର୍ତ୍ତମାନ ଯିବେ, ତା ଲଙ୍କା ଯିବେ ସମୁଦ୍ରରେ ପାର ହେବେ, ସମୁଦ୍ର ଡେଇଁକି ଯିବେ ଲଙ୍କା ପାରି, ଲଙ୍କା ସମୁଦ୍ର ଡେଇଁଲେ ଲଙ୍କା ପଡିବ। ତାହେଲେ ସମୁଦ୍ର କେମିତି ପାରି ହେବେ ବୋଲି ଚିନ୍ତା କରିଛନ୍ତି। କେମିତି ସମୁଦ୍ର ତ ବନ୍ଧ କଲେ ଯିବେ, ଆଉ କେମିତି ଯିବେ ଚିନ୍ତା କରିଛନ୍ତି। ତେଣୁ ଆମର ପ୍ରଥମ ପଦଟି କହିଲା ପିଲେ, ଦେଖ ବହି ଖୋଲିକି ଦେଖ, ବହି ରଖ ଖୋଲିକି ପାଖରେ, ବହି ପାଖରେ ଖୋଲିକି ଦେଖିବ। ବଳିଲା ରାଘବ ଆଶା ସୀତା ପ୍ରାପତିରେ, ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ ଯେ। ବଳିଲା ରାଘବ ଆଶା, ରାଘବ ବୋଲେ ରାମଚନ୍ଦ୍ର, ତାଙ୍କର ଆଶା ହେଲା ସୀତା ପ୍ରାପତିରେ, ସୀତା ପାଇବା ପାଇଁ ନିଜର ଇଚ୍ଛା ହେଲା। ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ ଯେ, କହିଲେ ସିନ୍ଧୁ ବୋଲେ ସମୁଦ୍ରକୁ, ପର୍ବତରେ ପୋତିବା ଯିବା, ଆଉ ପାରି ହେଇକି ବନ୍ଧ କରି ଯିବା, ଆଉ ଏକ ପଦରେ କିଛି ନେଇ ବୁଝେ। ବୁଡିଗଲା ପକାଇଲେ କପି ଯେତେ ଗିରି, ବୁଦବୁଦୁ ନଦୀ ସେ ଜଳ ଫିଫିକୃତ କରି ଯେ। ଯେତେ ପାହାଡ ପର୍ବତ ପକେଇଲେ ଆଣିକିରି ସେ ଅତଳ ସମୁଦ୍ରରେ ସବୁ ବୁଡିଗଲା, କିଛି ଆଉ କୂଳ ତଳ ରହିଲାନି। ବୁଦବୁଦୁ ନଦୀ ସେ, ବୁଦବୁଦୁ ଟିକେ ଖାଲି ଫିଫି ଶବ୍ଦ କରିକି ତଳକୁ ତଳକୁ ପଳେଇଲା, ଏତେ ଗଭୀର ସମୁଦ୍ର ହେଲା। ବୁଡିଗଲା ପକାଇଲେ କପି ଯେତେ ଗିରି, ଗିରି ବୋଲେ ପର୍ବତ, ଯେତେ କପି ବୋଲେ ବାନର ସେନା, ଯେତେ ପକେଇଲେ ଗିରି ପର୍ବତରେ ବୁଦବୁଦୁ ନଦୀ ସେ, ଟିକେ ବୁଦବୁଦୁ ହେଲାନି, ପୁରା ଫିଫି ଶବ୍ଦ କରିକିରି ବୁଡିଗଲା ସବୁ। এইটি তাপরে তৃতীয় পদ দেখ, এইটা বিস্ময় নিঃশ্বাস তেজি বরুণ প্রসন্নে, বিনা সনরে শয়ন সে দর্ভ শয়ন যে। বিস্ময় নিঃশ্বাস তেজি, বিস্ময় আশ্চর্য হয়ে চকিত হয়ে, নিঃশ্বাস তেজি, তেজি বলে ছাড়ি, নিঃশ্বাস বলে দীর্ঘ নিঃশ্বাস পকাই কଣ ହେଲା କିଛି ହେଇପାରୁନି, ବୁଡିଗଲା ସବୁ, ଯେତେ ଯାହା ପକେଇଲେ এই ହେଇକି ଆଶ୍ଚର୍ଯ୍ୟ ହେଇଗଲେ। ହେଇକିରି କଣ କଲେ, ବିସ୍ମୟ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ, ବରୁଣ ହେଲେ ଜଳ ଦେବତା, ଜଳ ଦେବତା ହେଲେ ବରୁଣ, ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ, ଖୁସି କରିବା ପାଇଁ ଅଧିଆ ପଡିଲେ। କେମିତି ନା ବିନା ସନରେ ଶୟନ, ବିନା ସନରେ ଶୟନ ସେ ଦର୍ଭ ଶୟନେ ଯେ। ବିନା ସନରେ, ବିନା ଯୁକ୍ତ ଅସନ ହେଲା ବିନାଶନ, ଅସନ ବିନା ଯୁକ୍ତ ଅସନ, ବିନାଶନ, ବିନାଶନ ସନ୍ଧି। ବିନା ଅସନ ବୋଲେ ଭୋଜନ, ବିନା ଭୋଜନ ଖାଇଲେ ନାହିଁ, ଅସନ ବୋଲେ ଭୋଜନ, ବିନା ବୋଲେ ଭୋଜନ ବିନା,
ବିନାଶନ ଖାଇଲେ ନାହିଁ। ପୁଣି କଣ କଲେ ସେ ଦର୍ଭ ସେନେ ଦର୍ଭ ହେଲା କୁଶ ଛୋଟ ଛୋଟ ସରୁ ଲମ୍ବାଳିଆ ଘାସ ସେଇ ଘାସ ପାରିକିରି ଶୋଇଲେ ସମୁଦ୍ର କୂଳରେ ଘାସ ପାରିକିରି ଶୋଇଲେ ଖାଇଲେ ନାହିଁ କିଛି ପିଇଲେ ନାହିଁ ବିନା ଆସନ ବିନା ଭୋଜନରେ ଦର୍ଭ ଆସନେ ବୋଲେ କୁଶ ଆସନରେ ଛୋଟ ଛୋଟ ଲମ୍ବା ଲମ୍ବା ଘାସ କୁଶ ସେଥିରେ ଶୋଇଲେ ବିନା ଆସନରେ ଶୟନ ସେ ଦର୍ଭ ଶୟନ ଯାଏ। ତାହେଲେ ରାମଚନ୍ଦ୍ର କିପରି ସମୁଦ୍ର ପାରି ହେବେ ଯିବେ ସେଥିପାଇଁ ବରୁଣ ଦେବଙ୍କୁ ପ୍ରାର୍ଥନା କଲେ। ତାପରେ ବୁଦ୍ଧେ ଶୁଣ ଆନ୍ନ ପ୍ରସଙ୍ଗକୁ ଦଶ ଶିର ବରଗିଲା ସେ ସୁଖ ସାରଣ କରି ଚାର ଯେ। ବୁଦ୍ଧେ ଶୁଣ ବୁଦ୍ଧେ ବୋଲେ ପଣ୍ଡିତ ମାନେ ଶୁଣ କଣ ଶୁଣ ନା ଅନ୍ୟ ପ୍ରସଙ୍ଗ ଆଉ ଗୋଟା କଥା ଶୁଣ ଆଉ ମାନେ ସିଏ ରାବଣ ରାମଚନ୍ଦ୍ର ଶୋଇଛନ୍ତି ସେ କଥା ଛାଡ଼ିଦିଅ କହିଲେ ଅନ୍ୟ କଥା ଶୁଣ ବୁଦ୍ଧେ ଶୁଣ ବୁଦ୍ଧେ ବୋଲେ ପଣ୍ଡିତ ମାନେ କିଏ କହୁଛନ୍ତି ଆରେ ବୁଦ୍ଧେ ଶୁଣ କିଏ କହୁଛନ୍ତି କବି ଲେଖିଛନ୍ତି ସେଇ କହୁଛନ୍ତି କଣ କହୁଛନ୍ତି ନା ଅନ୍ୟ ପ୍ରସଙ୍ଗଟି ଶୁଣ କଣ ଅନ୍ୟ କଥାଟି ନା ବୁଦ୍ଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶ ଶିର ଶିର ହେଲେ ମୁଣ୍ଡ 10ଟା ମୁଣ୍ଡ ଘରେ ରାବଣ 10 ଶିର ହେଲା ରାବଣ ରାବଣ କଣ କଲା ବରଗିଲା ସେ ସୁଖ ସାରଣ କରି ଚାର ଯେ ସୁଖ ସାରଣ ହେଲା ରାବଣର 2ଟା ମନ୍ତ୍ରୀ ସୁଖ ସାରଣ ହେଲେ ରାବଣର ମନ୍ତ୍ରୀ ଦ୍ୱୟ ତାକୁ ଚାର ବୋଲେ ଦୂତ କରି ପଠେଇଲା କୁଆଡେ ପଠେଇଲା ଦେଖ କୁଆଡେ ପଠେଇଲା ମନେ ହେଲା ବୁଦ୍ଧେ ଶୁଣ ଆନ୍ନ ପ୍ରସଙ୍ଗକୁ 10 ଶିର ବରଗିଲା ସେ ସୁଖ ସାରଣ କରି ଚାର ଯେ ଚାର ବୋଲେ ଦୂତ ସୁଖ ସାରଣ ମନ୍ତ୍ରୀ ତାର ମନ୍ତ୍ରୀ ତାଙ୍କୁ ଦୂତ କରି ପଠେଇଲା କଣ କହିଲା ନା ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି ବୁଝି ନ ବୁଝି କୋପିତା ବାଣୀ ପିତା କରି ଯେ। ବିଭୀଷଣ ପଳେଇଛି ରାମଚନ୍ଦ୍ର ପାଖକୁ ପଳେଇଯାଇଛି କାଠୁ ରାବଣଠୁ ପଳେଇଯାଇଛି କହିଲେ ବିଭୀଷଣ କହିବ ବଡ ଭାଇ ପିତା ଭଳି ବାପ ବେଳେ ବଡ ଭାଇ ବାପ ତୁଲ୍ୟ ସିଏ କଣ ରାଗରେ କହିଦେଲା ତା କଥାକୁ ପିତା ଭାବିଲ ବୋଲେ ଖରାପ ପିତା ଅର୍ଥ ଖରାପ ଭାବିବନି ଭାବିଲୁ କାହିଁକି ତୁ ପଳେଇଆ ବୋଲି ସୁଖ ସାଣଙ୍କୁ ବିଭୀଷଣ ପାଖକୁ ପଠେଇଲେ କଣ କହିଲେ ନା ବିଭୀଷଣ କହ ଜ୍ୟେଷ୍ଠ ଭ୍ରାତା ପିତା ପିତା ଭଳିଆ ବାପ ଭଳିଆ ଆଉ ବୁଝି ନ ବୁଝି କୋପିତା ସେ କଣ ବୁଝିଲା ନ ବୁଝିଲା ରାଗିକିରି କହିଦେଲା ତା କଥାକୁ କାହିଁ ପିତା କଲ ଦୁଃଖ ମାନେ ଖରାପ ଭାବିଲୁ ତୁ ଫେରିଆସ ବୋଲି ତାଙ୍କୁ କହିଛି। ପୁଣି କଣ କହିଛି ବୋଲେ ଏଇ ଯେ 6ମ ପଦଟି ବୁଝ ଏଥିରେ ବହୁତ କଥା ଅଛି ପାଇବନି ଏ କଥା ବୁଝିନଥିବ ତମେ କୋଉଠି କଣ କହିଛି ନା ବିଭୂତିକୁ ଭୁଞ୍ଜୁଥିଲୁ ବିଭୂତି ଭୂଷଣେ ବଡ କୂଳେ ଜନମୀ ଶରଣ କି କାରଣେ ଏ ପଦଟାକୁ ମୁଁ ଲେଖିଲେ ବୁଝେଇବି ନହେଲେ ତମେ ବୁଝିପାରିବନି ଏ ପଦର ଅର୍ଥ ବହୁତ କ୍ଲିଷ୍ଟ ଅଛି ମୁଁ ଏଇଟା ପଢେଇଲି ପଢୁଥବ ଯୋଉଠି ଯୋଉ ଜାଗାରେ ପଢିଥବ ଯୋଉଠି ଯେତେ ସ୍କୁଲରେ ପଢିଥବ କହିଦଉଛି ବର୍ତ୍ତମାନ ଏଇଟା କେମିତି ଅଛି ଆଧିରେ ଏ ଅନ୍ୟ କରି ପଢିଆ ହେଇଛି ନା ଦେଖ ବିଭୂତିକୁ ଭୁଞ୍ଜୁଥିଲୁ ବିଭୂତିକୁ ଭୁଞ୍ଜୁଥିଲୁ ବିଭୂତି ଭୂଷଣେ ବିଭୂତିକୁ ଭୁଞ୍ଜୁଥିଲୁ ବିଭୂତି ଭୂଷଣେ ବଡ କୂଳେ ଜନମୀ ଶରଣ କି କାରଣ ଯେ ଶରଣ କି କାରଣେ ଯେ ହେଲା ପ୍ରଶ୍ନ ଅଛି ବୁଝ ଏଇଟାକୁ ମାନେ ରାବଣ ପଠୁ କହୁଛି ସୁଖ ସାରଣଙ୍କୁ ରାବଣ କହୁଛି ତୁମେ ଯିବ ବିଭୀଷଣକୁ କହିବ ତା ଭାଇ ବିଭୀଷଣ
विभूषण कहब कौन कहब विभूषण राम पाखे अच्छी कहब विभूति को भुंजुलु विभूति को भुंजुलु विभूति को भुंजुलु बड़ कूले जनमी बोले राजा रावण राजा ता भाई से बड़ कूल जन्मी किए से विभीषण विभीषण बड़ कूल जन्मी बड़ कूल जन्मिकी विभूति को भुंजुलु ऐश्वर्य भोग करतलु विभूति बोले ऐश्वर्य भुंजुलु भोग करूलु क्लियर बुझीगला बड़ कूले जन्मी दीटा कथा बुझ बड़ कूले जन्मी विभूति को भुंजुलु ऐश्वर्य भोग करूलु कि कारण को कारण जोगु विभूति भूषण शरण पशिलु क्लियर बुझला कौन कहली बड़ कूले जन्मी विभूति को भुंजुलु बोले ऐश्वर्य भोग करूलु कि कारण को कारण जोगु विभूति भूषण शरण पशिलु विभूति भूषण रामचंद्र कही विभूति भूषण भस्म वनवासी विभूति भूषण वनवासी बा भस्म विलोपन बाहला विभूति भूषण ताले क्लियर बुझीगला बड़ कूले जन्मी विभूति को भुंजुलु बोले ऐश्वर्य को भोग करूलु को कारण रे विभूति भूषण ठारे शरण पशिलु क्लियर आउ टे बुझते अलग प्रकार विभूति को भुंजुलु बोले राजप्रसाद रहीकि ऐश्वर्य भोग करूलु पुणी बड़ कूल जन्म होकर को कारण जोगु विभूति भूषण ठारे शरण पशिलु क्लियर विभूति भुंजुलु बोले ऐश्वर्य भोग करूलु गोटे बड़ कूल जन्म होकर गोटे उत्सव कूल जन्म को कारण जोगु ता पाखे से गोटे वनवासी विभूति भूषण वनवासी बा भस्म विलेपन लोक ता पाखे शरण पशिलु यही कथा क्लियर तापरे देखिबा ता पाक पद बोल अंगद को पुणी जाई कहबो बोल अंगद को पिता बोल अंगद को पिता शत्रु भक्ति पुण्य अंगद पुणी अच्छी अंगद किए जानी बोले अंगद है बाळीर पुओ अरे बाळीर पुओ अंगद 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 कहबू शुण टे पिले बाली आउ सुग्रीव ये दी भाई बाली सुग्रीव दी भाई बाली सुग्रीव दी भाई बालीर पुओ है अंगद बालीर पुओ है अंगद ताले अंगद सुग्रीव ता ददा हम अरे बाली सुग्रीव दी भाई बालीर पुओ अंगद ताले अंगदर ददा हम सुग्रीव काका ददा क्लियर कौन है ना ये बाली कौन कला पिले ये बाली सुग्रीवर स्त्री की नहीं पड़ेगा भाई बो ये बड़ ये सान भाई सुग्रीवर स्त्री की बाली नहीं पड़ेगा एवं खाली नहीं पड़ेलानी या मारिद को बसला सुग्रीव को मारिद बोली बसला बाड़ी बाड़ी जेते सुग्रीव को मारिद बसला सुग्रीव लुचिला आ कौन कर मारिद जाइकिरी राम को पाखरे शरण पशिले सुग्रीव राम को पाखरे शरण पशिले राम तक रक्षा कले ये कहले राम मुझे साहय सुग्रीव कले मुझे साहय कर बहुत कथा से कहबनी तेणु बाली सुग्रीव स्त्री की नहीं पड़ेले सुग्रीव जाइए राम घर पहुंचले राम वन रे बुलुचंदी सुग्रीव भी वन रे बुलुचंदी क्लियर बुझ राम वन रे बुलुचंदी सुग्रीव भी वन रे बुलुचंदी ये राम स्त्री की किए नहीं जाइए सीता राम स्त्री सीता को रावण नहीं पड़े ये वन रे बुलुचंदी सुग्रीव स्त्री की नहीं जाइए से बाड़ी नहीं पड़े दी जन जाक स्त्री से पड़े जाइए
ଦି ଜଣ ଯାକ ବନରେ ବୁଲୁଛନ୍ତି। ଭଞ୍ଜ ସେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି 28 ଛନ୍ଦରେ ତାଙ୍କର 28 ଛନ୍ଦରେ ଏଇ ବୈଦେଶିକ ଭାଷାର 28 ଛନ୍ଦରେ କବି ସମ୍ରାଟ ଲେଖିଛନ୍ତି ବୋଲେ ସୁଗ୍ରୀବ ରାମ କ୍ଲେଶ ଭାଷା ବେନି ଜନେ ପଡ଼ିଛି ଏକାଦଶା। ବୋଲେ ସୁଗ୍ରୀବ ରାମ କ୍ଲେଶ ଭାଷା, ସୁଗ୍ରୀବ ରାମକୁ ଦୁଃଖ କଥା କହୁଛନ୍ତି। ବେନି ଜନେ ପଡ଼ିଛି ଏକାଦଶା, ଦିଙ୍କର ଗୋଟିଏ ଏକାଦଶା ପଡ଼ିଛି। ବୋଲେ ସୁଗ୍ରୀବ ରାମ କ୍ଲେଶ ଭାଷା ବେନି ଜନେ ପଡ଼ିଛି ଏକାଦଶା। ବିହି ପାରିବ କେଉଁ ଉପକାର ବୋଲେ ମିତ୍ର ହେବା ତୁମ ଆମର। ତୁମେ ମୋର କଣ ଉପକାର କରିଛ, ତମର ମୋର ସାଙ୍ଗ ହବା ହେଲା। ରାମ ସେଠୁ କହିଛନ୍ତି କଣ କଣ ପାଇଁ ତମେ ଆସିଛ ନା ବାତା ଭ୍ରାତାରେ ବାଧା ବାଧା ମାତା ଭ୍ରାତାରେ ଉପୁଜିଛି ବୈରୀ ସାଧନେ ଇଚ୍ଛା ଅଛି। ବାଧା ମାତା ତମ ମା କଇକେଇ ତମକୁ ଛାଡ଼ି ଦେଇଛି, ମୋ ଭାଇ ମତେ ତୁମ ମା ଯୋଗୁ ବାଧା ହେଇଛି, ମୋର ଭାଇ ଯୋଗୁ ବାଧା ହେଇଛି। ବାଧା ବାତା ଭ୍ରାତାରେ ଉପୁଜିଛି ବୈରୀ ସାଧନେ ଇଚ୍ଛା ଅଛି। ବୈରୀ ବୋଲେ ଶତ୍ରୁ, ଶତ୍ରୁକୁ ସାଧିବାକୁ ଆମ ଦିଙ୍କର ଇଚ୍ଛା। ବିହି ପାରିବ କେଉଁ ଉପକାର ବୋଲେ ମିତ୍ର ହେବା ତୁମ ଭାବର, te ମୋର କଣ ଉପକାର କରିଛି ତମର ମିତ୍ର ହେବା। ସେତେବେଳେ ରାମ କହିଛନ୍ତି ବୋଲେ ବାର୍ତ୍ତା ଶୁଣି ରାମ ବୋଲେ ଉତ୍ସୁକେ ବିନ୍ଧି ପକାଇବି ବାଳି ବାଳକେ। ଗୋଟିଏ ବାଣରେ ବାଳିକି ମାରିଦେବି। ରାମ କହିଲା ଯୋଉ ତୋ ସ୍ତ୍ରୀ କି ନେଇ ପଳେଇଛି ଗୋଟିଏ ବାଣରେ ମାରିଦେବି ବାଳିକି ମାରିଦେଲେ ଗୋଟିଏ ବାଣରେ। ବାଳିର ଜୀବନ 7ଟା ତାଳ ଗଛ ଥିଲା। ସେଇଠି 7ଟା ତାଳ ଗଛ 1 2 3 4 5 6 7 7ଟା ତାଳ ଗଛ ରେ ବାଳିର ଜୀବନ ଥିଲା। 7ଟା ତାଳ ଗଛରେ ବାଳିର ଜୀବନ ଥିଲା। ଦେଖ ବାଳିର ଜୀବନ ଏମିତି ଥିଲା, 7ଟା ତାଳ ଗଛ ଥିଲା। ତାହେଲେ ଯିଏ ଗୋଟିଏ ସ୍ୱରରେ ମାଦ 7ଟା ତାଳ ଗଛ ମରିବ, ତାହେଲେ ବାଳି ମରିବ, ନହେଲେ ବାଳି ମରି ପାରିବନି। ତାହେଲେ ବାଳି କେହି ମାରି ପାରୁନଥିଲେ। ବାଳିର ଜୀବନ 7ଟା ତାଳ ଗଛରେ ଥିଲା। ବାଳିକି ରାମଚନ୍ଦ୍ର କହିଲେ ତ ପ୍ରଭୁ ବିଷ୍ଣୁ ମହାପୁରୁଷ ସର୍ବଜ୍ଞ ପୁରୁଷ। ସେ କଣ କଲେ ନା ସାପରେ ଗୋଟେ ସାପର ଉପରେ ଗୋଟା ଥିଲା ବଙ୍କା ଡକା ହେଇକିରି, ସାପର ଲାଙ୍ଗୁଡ଼ ଧରି ଭିଡ଼ି ଦେଲେ, ସଳଖିଗଲା। ସଳଖିଗଲାକୁ ଗଛ ସବୁ ସଳିଆ ମାରିଦେଲେ, ମରିଗଲା ବାଳି, ସରିଗଲା ହେଲା। କ୍ଲିୟର। ତାହେଲେ ବାଳିକି ମାରିଦେଲେ କିଏ ସେ? ବାଳିକି ମାରିଦେଲେ କିଏ ସେ? ରାମ। ତାହେଲେ ଏଇଠି ପ୍ରଶ୍ନ ହେଲା ଅଙ୍ଗଦ। ମୁଁ ଏତେ କହିବାର କଥା କଣ, ଏଇଠି ଟିକେ ଏଇ ଯୋଗୁରୁ ଆଣିଥିଲି କଣ ଦେଖ କଣ ହେଇଛି ନା ଅଙ୍ଗଦ ତା ବାପାକୁ ମାରିଦେଲା ରାମ। ଆରେ ଅଙ୍ଗଦର ବାପାକୁ ତ ରାମ ମାରିଦେଲେ, ଇଏ ଅଙ୍ଗଦ ପୁଣି ରାମ ପାଖରେ କାହିଁ ପହଞ୍ଚିଲା? ରାମକୁ ସାହାଯ୍ୟ କରିବା ପାଇଁ ଗଲା। କାହିଁ ଗଲେ ନା ବାଳିର ସ୍ତ୍ରୀ ତାର ପୁଅ ଅଙ୍ଗଦକୁ କହିଲେ ଆରେ ପୁଅ, ବାପା ଯୋଉ କାମ କରୁଛନ୍ତି ସେଟା ଠିକ ନୁହଁ, ପର ସ୍ତ୍ରୀ କି ହରଣ କରିଛନ୍ତି। ତେଣୁ ସେ ମହାପୁରୁଷ ଠିକ ମାରିଛନ୍ତି, ଠିକ କରିଛନ୍ତି। ତେଣୁ ସେ ବାପା ତା ମାର କଥାରେ ସେ ରାମ ପାଖକୁ ଗଲେ, ରାମକୁ ସାହାଯ୍ୟ କଲେ। ଠିକ ଏତିକି କହିଦଉଛି, ବିଶ୍ୱମୟ ଯିବ ହେରି ହେଲା। ତାପରେ କଣ ହେଲା ନା ସେ କହୁଛି ତମେ ବୋଲ ଅଙ୍ଗଦକୁ କହିବ। ସେଇ ରାବଣ କହୁଛି କହିଲା ଅଙ୍ଗଦକୁ କହିବ ତୋର ପିତା ଶତ୍ରୁ, ତା ପାଖରେ ତୁ କାହିଁ ଅଛୁ? ଆରେ ତା ସହିତ ପାଖରେ କାହିଁ ଅଛୁ? ପଳେଆ। ବାଦ ରଚାଇ ପିତୃବ୍ୟ ବୋଲେ କକା, ବାପାର ସାନ ଭାଇ କହନ୍ତି ପିତୃବ୍ୟ। ବାହୁଡ ସୈନ୍ୟ ବାଦ କରିବେ କଳି କରି, ପିତୃବ୍ୟ ବୋଲେ କିଏ? ସୁଗ୍ରୀବ ସହିତ କଳି କରି ବାଦ କରି ସୈନ୍ୟ ଫେରିକି ନେଇ ଆସ, ରାମଚନ୍ଦ୍ର ପାଖରୁ ସୈନ୍ୟ ଫେରିକି ନେଇ ଆସ, ପଳେଇ ଆସ। ତାପରେ ହେଲା କଣ, ବିହାୟ ସେ ବିହରୀ ସାଗର ଜିଣି ଯାଇ ବର୍ତ୍ତକ ସ୍ୱରୂପ ଧୃତ କେକେଟିଏ କହିଯେ। ବିହାୟ ସେ ବୋଲେ ଆକାଶ, ବିହରୀ ବୋଲେ ବିହରଣ କରି ଚାଲିଲେ, ସାଗର ବୋଲେ ସମୁଦ୍ର, ଜିଣି ଯାଇ ବୋଲେ ଗଲେ ସମୁଦ୍ର ପାର ହେଇ ପଳେଇଲେ। ଆଉ ବର୍ତ୍ତକ ବୋଲେ ଟେଣ୍ଟେଇ ପକ୍ଷୀ, ସ୍ୱରୂପ ବୋଲେ ରୂପରେ, ଟେଣ୍ଟେଇ ପକ୍ଷୀ ରୂପରେ ସୁଗସାରଣ 2 ଜଣ। କୋଉ ଶବ୍ଦ? ଧୃତ ବୋଲେ ଧରି, ଟେଣ୍ଟେଇ ରୂପ ଧରି କେ ଟିହ ଶବ୍ଦ କରିକିରି ସାଗର ପାରି ସମୁଦ୍ର ପାର ହେଇକିରି ଆସିଲେ। ଏପଟେ ରାମ କଣ ଆସୁଛନ୍ତି? କାହିଁକି ଅଙ୍ଗଦକୁ ଆଉ ସୁଗ୍ରୀବକୁ କହିବାକୁ? ବିଖ୍ୟାତ କରୁ 20 କର କହିବାର, ବହି ଦେଖୁତା ପିଲେ, ବହି ଦେଖୁତା ଯିଏ ବୁଝିବା ତା ପ୍ରକୃତରେ।
विख्यात करू विंशति कर कहिबार विख्यात बोले प्रकाश कले कौन प्रकाश कले विख्यात कले विंशति कर विंशति बोले 20 कर बोले हाथ हा 20 हाथ कहा रावण रावण जो कथा कही से कथा प्रकाश कले आसिक बोध उभय भय पढ़ाई सत्वर जे पाक देख बोध उभय उभय बोले सुख सारण दी जन जाक बोध बोले जाणी भय पଳାଇଲେ ସେଠୁ କହିବାକୁ ଯାଇଥିଲେ କହିया कहूले हठात पଳେଇଆଇଲେ कहीं कहले मारिदे बोली भय पଳେଇଆଇଲେ आसिक कौन कले ना पଳେଇଆଇଲେ फास्यादी पळेले माड भय कौन ना बाहुड़ी बोले फेरियासी रावण बोले रावण को कहले कौन शुण देवरूपु हे देवरूपु रिपु बोले शत्रु देवता मानकर शत्रु रावण बोइला अनुज जीवी सीता को समर्पु बोले अनुज बोले सान भाई तमर सान भाई विभीषण कहले बोइले अनुज अनुज बोले सान भाई सीता को सीता को छाड़ी दू सीता को छाड़देले मुझे जीवी ये कथा कहले आसिक रावण को बंचिलु अंग देबारु की धर्मे वज्राघात समतल प्रहारिला बोमे जे ए पदटी पुणी बुझा उठे पड़ो देख बंचिलु अंग दे बंचिलु अंग देबारु बंचिलु अंग देबारु की धर्मे वज्राघात समतल प्रहारिला बोमेजे बोमे जी ए पदटी मु बुझाऊँ बोले ये देख विभिन्न लोक विभिन्न शुण विभिन्न बही विभिन्न टीकाकर वैदेशिक विलासर ये वैदेशिक विलास आसी ये वैदेशिक विलास टीकाकर बहुत 5-10 जन 20 जन टीका कर भारी क्लिष्ट साहित्य विभिन्न लोक विभिन्न कथा कहते है तेणु क्या कथा मुझे कहीपरि कि मो मतरे मुझे जहाँ कहूँ मत जहाँ शुभुची मत जहाँ हो विचार कर देख ये कथा भी कई बुझी कही ना मुझे कहूँ बुझ जब मन पाइब लेख ना लिख कि लिखाई तो महिला टीका बही कौन लिखाई सुंदर अर्थ बंचिलु अंग देबारु की धर्मे वज्राहत समतल प्रहारिला बोमे देख बुझे तुमको अर्थटा यह है बोले मुझे कहूँ मो मत बोमे बोले आकाश शून्य बोम्य बोले आकाश बुझता मो कथा को लक्ष्य रखुता आकाश तल बोले चापुड़ा तल बोले कौन चापड़ा तल बोले चापड़ा यहाँ शून्य बोम्य आकाश आकाश रे मारि एठी बसची किए से अंगद सुख साण बस खबर दौर अंगद कहते आज पलैया अरे अंगद को तू बापार शत्रु तू कहते अंगद एक कथा शुणिकी कौन कला ना वज्राघात वज्र भाया जमी वज्र बिजुली घड़घड़ी वज्र जमी वज्र समान तल बोले चापड़ा सम बोले समान वज्रघात पड़ी वज्र भली आघात देला समान सम बोले तारी तुल्य समान तल बोले चापुड़ा प्रहारिला बोले माइला बोम्य बोले शून्य रे ये बस बाजब ये बाड़ेला तो बाड़ेला को सी बाजिलानी शून्य माड दौला बाजिलानी कौन तापर लिखी बाजी कौन हम तापर लिखी बंचिलु देख बंचिलु बोले आम बचेलु कि धर्म करूँ आम कि धर्म करूँ कौ धर्म बलू आम बंचीगलु कि धर्म बलू आम बंचीगलु ना कौन होता ना
ଅଙ୍ଗ ଦେବାରୁ ବଞ୍ଚିଗଲୁ। ଆରେ ବଞ୍ଚିଗଲୁ କଣ? କାହିଁ ବଞ୍ଚିଲୁ, କେମିତି କଣ, କଣ ପାଇଁ ବଞ୍ଚିଲୁ, କଣ ହେଲା? ନା ଅଙ୍ଗ ଦେବାରୁ। ଅଙ୍ଗ ଦେଖ, ଅଙ୍ଗ ଦେଖ, ହାତ ଗୋଟେ ଅଙ୍ଗ, ଗୋଡ ଗୋଟେ ଅଙ୍ଗ, ମୁଣ୍ଡ ଗୋଟେ ଅଙ୍ଗ। ସେ ଯୋଉ ମାରିଲା ଚାପଟା, ସେ ଏମିତି ବସିଥିଲେ ମୁଣ୍ଡ ଉଡି ଯାଇଥାନ୍ତା, ଅଙ୍ଗ ଦେଇ ଦେଇଥାନ୍ତେ ବୋଲି ଅଙ୍ଗ ଚାଲି ଯାଇଥାନ୍ତା, ନହେଲେ ହାତରେ ବସିଥିଲେ ହାତ ଉଡେଇ ନେଇଥାନ୍ତା, ଗୋଡ ବସିଥିଲେ ଗୋଡ। ଅଙ୍ଗ ଦେବାରୁ ବଞ୍ଚିଗଲୁ। କି ଧର୍ମ ବଳରୁ? ଆମ ଅଙ୍ଗ ଦେବାରୁ ବଞ୍ଚିଗଲୁ ଆମେ। କାହାଠି? ନା ଅଙ୍ଗଦେ, ଅଙ୍ଗଦ ଠାରେ। ଅଙ୍ଗଦକୁ, ଅଙ୍ଗଦ ବାଡିକି ଅଙ୍ଗ ଦେଇଥାନ୍ତା, ଅଙ୍ଗଦେ, ଅଙ୍ଗ ଦେବାରୁ କି ଧର୍ମ ବଳରୁ ଆମେ ବଞ୍ଚିଗଲୁ। ମୋର ଅର୍ଥ ଏଇଟା ମନକୁ ପାଇଲେ ହବ। କେମିତି ବାଡେଇଲା? ବଜ୍ରାହତ ସମ, ଅତି ବଜ୍ର ଭଳିଆ ମାରିଲା ଚାପଡା ଶୂନ୍ୟରେ, ଭୂମି ଶୂନ୍ୟ ଆକାଶରେ ମାରିଲା, ବାଜିଲାନି। ଯଦି ବାଜିଥାନ୍ତା ଆମ ଅଙ୍ଗ ତାକୁ ଦେଇକି ଆସିଥାନ୍ତା, ଆମ ଖଣ୍ଡ ମୁଣ୍ଡ କି ଗୋଡ କି ହାତ ଉଡେଇ ନେଇଯାଇଥାନ୍ତା। ତେଣୁ ଧର୍ମ ବଳରୁ ବଞ୍ଚିଲୁ। କ୍ଲିୟର? ବଞ୍ଚିଲୁ ଅଙ୍ଗ ଦେବାରୁ କି ଧର୍ମେ, ବଜ୍ରାହତ ସମତଳ ପ୍ରହାରିଲା ଭୂମି। ସେଇଟା ମୋର ମତ। କ୍ଲିୟର? ତାପରେ ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ, ବିନ୍ଧ୍ୟବାନୁ ତୋଷି ହେଲେ ବଞ୍ଚାଇ ରହିବ ଯେ। ଶୁଣ, ଯଦି ବାଜିଥାନ୍ତା, ଆହୁରି ଗୋଟେ ମଜା କଥା ଶୁଣ, ଏଥିରେ ପଡିବ। ସେ ଚାପଡ଼ା ଯଦି ବାଜିଥାନ୍ତା, ବିନ୍ଧ୍ୟ ପର୍ବତ ବି ଚୂନା ହେଇ, ବିନ୍ଧ୍ୟ ପର୍ବତ ଏଡେ ବଡ ପର୍ବତ, ସେ ମଧ୍ୟ ଗୁଣ୍ଡ ହେଇଯାଇ, ଚୂନା ହେଇଯାଏ, ଏଡେ ମାଡ ଜୋର, ଚୂନା ହେଇଯାଏ। ଯଦି ଚୂନା ନ ହେଇଥାନ୍ତା, ପାତାଳେ ମାଡରେ ପାତାଳେ ସେ ପର୍ବତ ପଶି ଯାଇଥାନ୍ତା ପୁରା। କହିଛି। କ୍ଲିୟର? ପୁଣି ବିନ୍ଧ୍ୟ ପର୍ବତ ପାତାଳେ ପଶି ଯାଇଥିଲା ମାଡ ଭୟରେ, ତା ଚାପଡ଼ାରେ ଏତେ ଜୋରରେ ମାରିଲା। ଭାନୁ ବୋଲେ ସୂର୍ଯ୍ୟ, ସୂର୍ଯ୍ୟ ଖୁସି ହେଇଥାନ୍ତେ। କାହିଁକି ବୋଲେ ସୂର୍ଯ୍ୟ ଖୁସି ହେଇଥାନ୍ତେ? ମନେ ରଖ ଗୋଟେ କଥା, କାହିଁ କହିଛି? ନା ବିନ୍ଧ୍ୟ ପର୍ବତ ସୂର୍ଯ୍ୟ ସବୁଦିନ ପୂର୍ବରେ ଉଦୟ, ପଶ୍ଚିମକୁ ଯାଉଛନ୍ତି। ମଝିରେ ଆମର ବିନ୍ଧ୍ୟ ପର୍ବତଟି ଅଛି, ମଧ୍ୟପ୍ରଦେଶ ଆଡେ ସେ ମଝି ଅନୁସାରେ ବିନ୍ଧ୍ୟ ପର୍ବତ ଅଛି, ତାକୁ ସବୁବେଳେ ଡେଇଁକି ଯାଉଛନ୍ତି, ପୂର୍ବରୁ ପଶ୍ଚିମ ଯାଉଛନ୍ତି, ସେପଟକୁ ଯାଉଛନ୍ତି। ସିଏ କହିବା କଥା ଯେ ଯଦି ଆମେ ଗୋଟେ ବାଟରେ ଯାଉଛୁ, ଗୋଟେ ଆମ ଗୋଟେ ହିଡ଼ ଅଛି କି ଗୋଟେ ବେଞ୍ଚଟା ପଡିଛି, ବେଞ୍ଚରେ ଆମେ ଗୋଟେ ଡେଇଁକିରି ଯିବା ସେପଟକୁ, ବେଞ୍ଚ ନଥିଲେ ଆମକୁ ସୁବିଧା ହଉ ଯିବା ଆସିବା। ତାହେଲେ ସୂର୍ଯ୍ୟ ବିନ୍ଧ୍ୟ ପର୍ବତ ଥିବାରୁ ସୂର୍ଯ୍ୟ ସବୁଦିନ ଯିବା ଆସିବାକୁ ସବୁଠୁ ଅସୁବିଧା ହଉଛି। ଯଦି ବିନ୍ଧ୍ୟ ପର୍ବତକୁ ମାଡ ପଶି ଯାଇଥାନ୍ତା, ମାଟି ଭିତରେ ପଶି ଯାଇଥାନ୍ତା ବିନ୍ଧ୍ୟ ପର୍ବତ, ସୂର୍ଯ୍ୟ ସବୁଦିନ ଯିବା ଆସିବାକୁ ବଡ ସୁବିଧା ହେଇଥାନ୍ତା। କ୍ଲିୟର ବୁଝିଲା ନା ନାହିଁ? ତେଣୁ ଭାନୁ ବୋଲେ ସୂର୍ଯ୍ୟ ଖୁସି ହେଇଥାନ୍ତେ। ତା ମାଡରେ ଅଙ୍ଗଦ ଚାପଡ଼ା ଯଦି ବିନ୍ଧ୍ୟ ପର୍ବତ ଭୂମି ମାଟିରେ ପଶି ଯାଇଥାନ୍ତା, ସୂର୍ଯ୍ୟ ଖୁସି ହେଇଥାନ୍ତେ। କ୍ଲିୟର? ତାପରେ ବୁଝିଲା? ତାପରେ ବଳ କେତେ ବୋଲୁ ବୋଲେ ଯେତେ ଶଙ୍ଖ ସେଇ, ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ। ବଳ ବୋଲେ ସୈନ୍ୟ। ରାବଣ ପଚାରେ ତାଙ୍କର ସୈନ୍ୟ କେତେ? କେତେ ସୈନ୍ୟ? ସେ କହିଲେ ସମୁଦ୍ରରେ ଶଙ୍ଖ ଯେତେ, ଏତେ ଶଙ୍ଖ ବି ଜନ୍ମ ହେଇନାହାନ୍ତି, ତାଠୁ ଅଧିକ ସୈନ୍ୟ ଅଛନ୍ତି। ବିତରଣୀ ସାଗର କି ପାଞ୍ଚ ପଚାରିଲା, ବିହେ ରାମ୍ୟ କୁଶସଜ୍ଜା ପ୍ରତ୍ୟୁତ୍ତର ଦେଲା। ପୁଣି ବିତରଣ ମାନେ ପାରି ହେଇକିରି ସମୁଦ୍ର ଆସିବାକୁ କଣ ପାଞ୍ଚ ବୋଲି ଉପାୟ, ପାଞ୍ଚ ବୋଲି ଉପାୟ, କଣ ଉପାୟ କରୁଛି? ରାବଣଙ୍କୁ ପଚାରିଲା ତାଙ୍କୁ। ସିଏ କହିଲେ ବିତରଣୀ ସାଗର, ସାଗର ବୋଲେ ସମୁଦ୍ର, ପାଞ୍ଚ ବୋଲେ ଉପାୟ, ବିତରଣ ବୋଲେ ପାରି ହେବାକୁ କଣ ଉପାୟ କରୁଛି? ବିହେ ରାମ କୁଶସଜ୍ଜା ପ୍ରତ୍ୟୁତ୍ତର ଦେଲେ। ବିହେ ବୋଲେ ବିଧାନ କରିଛି, କଣ କରୁଛି? ନା କୁଶସଜ୍ଜା କରିକିରି ଶୋଇଛନ୍ତି ରାମଚନ୍ଦ୍ର ବୋଲି ଏମାନେ ଉତ୍ତର ଦେଲେ ଆସିକି। ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମେ, ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମେ, ବୋଲେ କି କରିବ ଏଡେ ହୀନ ପରାକ୍ରମେ। ଯେ ପଦଟା ପୁଣି ବୁଝିବାକୁ ପଡିବ। ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମେ, ଏଇଟା ପୁଣି ପିଲେ ଇଏ ପୁଣି ଆଉ ଗୋଟେ କ୍ରିଟିକାଲିଆ କଥା। ବିରସକୁ ମନ୍ଦ କରି, ବିରସକୁ ମନ୍ଦ କରି, ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମେ, ମନ୍ଦହାସ ଜନ୍ମେ, ବିରସକୁ 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 ମନ୍ଦ କରି ମନ୍ଦହାସ ଜନ୍ମେ, ବୋଲେ କି କରିବ ଏଡେ ହୀନ ପରାକ୍ରମେ। ବୋଲେ ବୋଲେ କି କରିବ, କି କରିବ ହେଲା, ଏଡେ ହୀନ ପରାକ୍ରମେ, ଏଡେ ହୀନ ପରାକ୍ରମେ, ହୀନ ପରାକ୍ରମେ।
ହେଲା ଏ ପଦ ବୁଝ ସରିଲା ଆଉ 2-3 ମିନିଟ୍ ବିରସକୁ ମନ୍ଦ କରି ଦେଖ ଏ ପଦଟା ବହୁତ ଭାରି ଅବାଗିଆ କଥା ୟା ଦେହରେ ବହୁତ ଅଛି ଯେତେବେଳେ ମନେ ରଖ ସୀତା ଆସିକି ଲଙ୍କାରେ ଅଛନ୍ତି ସମୁଦ୍ର ସେପଟେ ଆସିକି ରାମଚନ୍ଦ୍ର ପହଞ୍ଚିଗଲେଣି ଦୂତ ଯାଇକିରି ଖବର ଦେଲା କାହା ପାଖେ ରାବଣକୁ କହିଲା ଆଜ୍ଞା ଆସିଗଲେ ସେପଟୁ ଯୁଦ୍ଧ କରିବାକୁ ଆମକୁ ରାବଣ ସେତେବେଳେ କହୁଛି କହିଲା କଣ କହୁଛି ରାବଣ ଭାରି ଫୁଲକା ମାରିକି ମାନେ କହିଲା ଇଆଡେ ମନଟି ଦୁଃଖ କରିଛି ଆସିବେ ନେଇଯିବେ ମତେ ମାରିଦେବେ ଭୟ କରିଛି ଭୟ ପୁରା ମନକୁ ବିରସ କରିଛି ବିରସ ଜାଣିଛ ସରସ ବିରସ ମନ ବିରସ ତେଣୁକରି ମନ ବିରସ ହେଇଯାଇଛି ଅର୍ଥ ମନ ମରି ଯାଇଛି ବିରସକୁ ମନ୍ଦ କରି ମନ୍ଦ ବୋଲେ କମ ଏଠି ବଡ କେଡେ କଡିଆ ଅଳିଆ ଅର୍ଥ ଆଦିରେ ଅଛି ବୁଝିବାକୁ ପଡିବ ବିରସକୁ ମନ୍ଦ କରି ବିରସକୁ କମ କରି ମନ ଦୁଃଖ ଥିଲା ମନ ଦୁଃଖ କମେଇଦବା ତ ଟିକେ ଖୁସି ହେଇଯିବା ଆଉ ବିରସକୁ ବୋଲେ ମନ ଦୁଃଖକୁ କମେଇଦବା ଅର୍ଥ କଣ ହବ ଆଉ ମନ ବଢେଇଦବା ତ ବେଶୀ ଜୋରେ କାନ୍ଦିବା ତାହେଲେ ମନ୍ଦ କରିଦବା ତ କମେଇଦବା ତାହେଲେ କମେଇଲେ ଟିକେ ଖୁସି ହେଇକିରି କହୁଛି କଣ ନା ବିରସକୁ ମନ୍ଦ କରି ମନ୍ଦ ହାସ ମନ୍ଦ ଅଳ୍ପ ଟିକେ ହସି ମନ୍ଦ ହାସ ଅଳ୍ପ ହସିକିରି କହୁଛି କି କରିବ ସିଏ ସିଏ ମୋର କଣ କରିବ ହୀନ ପାରା ତାର କଣ ପରାକ୍ରମ ସିଏ ମୋର କରିବ ହେଲା ବିରସକୁ ମନ୍ଦ କରି ମନ୍ଦ ହାସନେ ବୋଲେ କି କରିବ ଏଡେ ହୀନ ପରାକ୍ରମେ ସେଠି ରାଘବ ବିଳାସରେ ମଧ୍ୟ ସେ ଯଦୁମଣି ଲେଖିଛନ୍ତି ଏଇ କଥା ଆପଣ କହୁଛି କେମିତି ଦୂତ ଖବର ଦେଇଛି ସେ କହିଛି ଆରେ ସିଏ କଣ କରିବ ସମୁଦ୍ରରେ ଝାସ ଦେବାକୁ ସେଠି ଆସିଥବ ରାବଣ ଦୂତ ମାନଙ୍କୁ କହିଛି ସମୁଦ୍ରକୁ ଝାସ ଦେବାକୁ ଆସିଥବ ହେଲା ବାରେ ତନୁକୁ ଝାସିବ ବୋଲି ଆସିଥିବେ ଏଟା କହିଛି ହେଲା ଏ ବିଷୟ ମନରେ ଟିକେ ଆଲୋଚନା କରିଦେଲି ଖୁସି ଲାଗିଲା ଆଲୋଚନାରେ ଦେଖିବ ବହୁତ ୟା ଦେହରେ କଠିନ ଶବ୍ଦ ଅଛି ସେଗୁଡାକ ଦେଖିବ ଥ୍ୟାଙ୍କ ୟୁ ଧନ୍ୟବାଦ।